ସୁରେଶର ଏଇଟା ପଞ୍ଚମ ଶ୍ରାଦ୍ଧ ବାର୍ଷିକୀ ଆଜି ସ୍ମୃତି ଚାରଣ ଆମେ କଲୁ। ଏଥିରେ ଆମେ ପ୍ରତ୍ୟେକ ବର୍ଷ ସୁରେଶ ସହିତ ଯେଉଁମାନେ ସଂଶ୍ଳିଷ୍ଟ ଥିଲେ ଆଉ ସାମ୍ବାଦିକତା କରୁଥିଲେ ସେଇଭଳି କିଛି କିଛି ସାମ୍ବାଦିକଙ୍କୁ ଆମେ ସମ୍ମାନିତ କରୁଛୁ। ଆଜି ସେଇଭଳିଆ ଚିପ୍ରୁପଲ୍ଲୀ ଶ୍ରୀନିବାସ ଇନାଡ଼ୁର ରୁରାଲ ସାମ୍ବାଦିକ ଯିଏ ତାଙ୍କୁ ଆମେ ସମ୍ମାନିତ କରୁଛୁ। ଏଇଥିରେ ମାନପତ୍ର ଏବଂ ଉପଢୌକନ ସହିତ 5,000 ଟଙ୍କା ମଧ୍ୟ ଆମେ ଦେଇ ସମ୍ମାନିତ କରୁଛୁ। ଯେମିତିକି ଆଜି ଉଠିଥିଲା କଥା ସୁରେଶ ଯେତେବେଳେ ସାମ୍ବାଦିକତା କରୁଥିଲା ସିଏ ଯେଉଁ ଅସୁବିଧାରେ ଯେଉଁ ଲୋକମାନେ ପଡ଼ୁଥିଲେ ସେମାନଙ୍କ ପାଖରେ ଯେଉଁ ପହଞ୍ଚୁଥିଲା ରାତି ଅଧିଆ ୟା ବିଷୟରେ ମୁଁ ଗୋଟେ ସାଇଟ୍ କରିବି କଥା। ମୋତେ ଥରେ ଆମର ଦେନ୍ କଲେକ୍ଟର ଯିଏ ଥିଲେ ଶ୍ରୀ ଶଶିଭୂଷଣ ପାଢ଼ୀ ମହୋଦୟ ସିଏ ମୋତେ ଥରେ ଫୋନ୍ କରି କହିଲେ ନା ଟିକେ ସୁରେଶକୁ କାହିଁକି ବୁଝାଉନାହାନ୍ତି। ନା ମୁଁ କ'ଣ ବୁଝେଇବି ସାର୍ ନା ରାତି ଅଧରେ ଯାଉଛି ସେଇଠୁ ମୁଁ ଶୋଇଥାଉଛି ମୋତେ ଫୋନ୍ କରି କହୁଛି ସାର୍ ବ୍ଲଡ଼ ବ୍ୟାଙ୍କରେ ବ୍ଲଡ଼ ନାହିଁ ଆପଣ ବ୍ଲଡ଼ କେମିତି ଆରେଞ୍ଜ କରିବେ ଟିକେ ମୋତେ ସହଯୋଗ କରନ୍ତୁ। ସୋ ଏଇଟା ଗୋଟେ ନେଗେଟିଭ୍ ଜିନିଷ ନଥିଲା ସେ ପଜିଟିଭଲି ହିଁ କହିଥିଲେ ଯେ ତୋ ଭାଇ କେତେ ମାନେ ଆତୁର ଲୋକଙ୍କର ଦୁଃଖ ଦେଖିକିରି। ତ ସେଇଭଳିଆ ଲୋକଙ୍କୁ ମୁଁ ଭିତରେ ମୁଁ ସୁରେଶକୁ ଦେଖେ ସବୁବେଳେ ଆଉ ଆଜି ମଧ୍ୟ ସେଇଭଳିଆ ଲୋକ ଆମ ଗହଣରେ ଅଛନ୍ତି। ସେମାନଙ୍କୁ ଚିହ୍ନିବା ହିଁ ସୁରେଶକୁ ମନେ ପକାଇବା ମୋ ପାଇଁ। ଧନ୍ୟବାଦ।